ଦେଖନ୍ତୁ ନିଶ୍ଚିତ ଭାବରେ ପ୍ରବାସୀ ଭାରତୀୟ ଯେଉଁ କାର୍ଯ୍ୟକ୍ରମ ରହିଥିଲା ଅତ୍ୟନ୍ତ ଓଡ଼ିଶା ପାଇଁ ଗୋଟେ ଗୌରବର କଥା। ମୁଁ ଧନ୍ୟବାଦ ଦେବି ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଯେ ଓଡ଼ିଶାକୁ ସେ ବାଛିଥିଲେ ପ୍ରବାସୀ ଭାରତୀୟ ଯେଉଁ ଉତ୍ସବ କରିବା ପାଇଁ। ଏଥିରେ ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ବିଭିନ୍ନ ଯେଉଁ ପ୍ରବାସୀ ଓଡ଼ିଆ ବିଭିନ୍ନ ଦେଶରେ ରହୁଥିଲେ ସିଏ ମଧ୍ୟ ଆସିଲେ, ତାଙ୍କର ମାତୃଭୂମିକୁ ସେ ଆସିଥିଲେ ଏବଂ ଯେଉଁ ମାତୃଭୂମି ତାଙ୍କୁଠୁ ଅପେକ୍ଷିତ ଅନେକ ରଖିଛି। ଯେହେତୁ ଆମେ ସମସ୍ତେ ଜାଣିଛନ୍ତି ଯେ ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରିୟସୀ, ତେଣୁ ଏଠି ଏଇ ପାଣି ପବନରେ ଏଠି ସେ ଯେଉଁ ବଢ଼ିଛନ୍ତି ଜନ୍ମ ହୋଇଛନ୍ତି ବାହାରକୁ ଯାଇଛନ୍ତି ସେ ମଧ୍ୟ ଓଡ଼ିଶାକୁ ଆସନ୍ତୁ। ଏଇଠି ଅନେକ ସମ୍ଭାବନା ରହିଛି। ଏଇଠି ବେଳାଭୂମି 480 କିଲୋମିଟରର ବେଳାଭୂମି ରହିଛି, ଏଠି ଖଣିଜ ପଦାର୍ଥ ମଧ୍ୟ ରହିଛି, ଏଠି ଅନେକ ସୁଯୋଗ ରହିଛି। ତେଣୁ ଏହି ସୁଯୋଗକୁ କିପରି ଯେଉଁ ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ ରହିଛି ବିକଶିତ ଭାରତ 2047 ବେଳକୁ ଏବଂ ଆମ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଯେଉଁ ସ୍ୱପ୍ନ ରହିଛି ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ 2036 ବେଳକୁ। ଓଡ଼ିଶା ଯେତେବେଳେ ତା'ର ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ହେବ ସେତେବେଳକୁ ମଧ୍ୟ ଓଡ଼ିଶା ଏକ ସମୃଦ୍ଧ ବିକଶିତ ରାଜ୍ୟରେ ପରିଣତ ହେବ। ଏହିସବୁ ଲକ୍ଷ୍ୟ ନେଇ ଯେଉଁ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ହୋଇଥିଲା ଏହା ଅତ୍ୟନ୍ତ ଭବ୍ୟ ଦିବ୍ୟ ମଧ୍ୟ ହୋଇଥିଲା। ଆର ସମସ୍ତ ଶ୍ରେୟ ମଧ୍ୟ ଆମର ଯେଉଁମାନେ ରହିଛନ୍ତି ଆମର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଦେବି ଏବଂ ନିଶ୍ଚିତ ଭାବରେ ଏହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ଥିଲା।